ନାହିଁ ସବୁ ତ ପଡ଼ିଯିବ ନା। 4,700 ଟଙ୍କା କହିଲା ମୋବାଇଲ ହେଲା, ମାନେ ଜିରୋ ଡାଉନ୍ ପେମେଣ୍ଟ ନାହିଁ। ମୁଁ କହିଲି ନାହିଁ ଥାଉ ଦରକାର ନାହିଁ, ମୁଁ 10,000 ଟଙ୍କା ଦେଲି ମୋବାଇଲ ନେଇକି ଆଇଲି। ମୋର ଏ ମୋବାଇଲଟା ଆଣିବାର ଇଚ୍ଛା ନଥିଲା, ଭଲ ମୋବାଇଲ 2,000 ଟଙ୍କା ପଡ଼ୁଛି ନା। ସେ ମୋବାଇଲ ଧଇଲେ ନା ହାତକୁ ଲାଗିବ ମୋବାଇଲ, ଡରରେ ଆଇଲିନି। କାଳେ କୋଉଠି ଭାଙ୍ଗିଯିବ। ନାଇଁ ଭାଙ୍ଗିଯିବା କଥା ନୁହଁ। ମୁଁ ଯାଇଥିଲି ଏଠିକି କୋଉଠି କହିଲୁ, ଯୋଉ ଏଇ ରାଜା ହେଇକା ତୋଫାନ ହେଇକା ଯୋଉ ଯାଇନଥିଲି ଏଠିକି ସୁନ୍ଦରଗଡ଼, ମାନେ ଗୋଟେ ଇୟର ଫୋନ ନେଇକି ଗଲି 7 ଦିନ ଖଣ୍ଡେ ହେଇନି, 6-7 ଦିନ ହେଇନି, ତାକୁ କିଏ ଗୋଟେ ନେଇଗଲା। ମୁଁ ଏ ସାଇଡ୍ ଗୋଟେ କାମ କରୁଥିଲି ତିତୁଳିଆରେ, ଗୋଟେ ଯୋଉ ଦେଇ ଗୋଟେ ସ୍ମାର୍ଟ ୱାଚ ମୋର ମାସେ ହେଇନଥିଲା ବୁଝିଲୁ, ତାକୁ ଗୋଟେ କିଏ ନେଇଗଲା। ମୋର ଡରରେ ମୁଁ କରି ବାହାରେ ମୁଁ ଯୋଉଟା ଯୋଉଠି ଭଲ ମନ୍ଦ କିଏ ନେଇଯିବ କଣ କରିବ, ହେଲେ ଡରରେ କିଣି ତଥାପି ଏତେ ଟଙ୍କା ଦେଇ କିଣିନଥାନ୍ତି। ସେ ଭାଉଜ କହିଲା ନାଇଁ ଏଇଟା ଭଲ ମନ୍ଦ ନେଇଯିବ, ନହେଲେ ମୁଁ ଭାବୁଥିଲି 15,000 ଭିତରେ କ୍ୟାସ୍ ଦେଇକି ନେଇଯାଇଥାନ୍ତି। କିନ୍ତୁ ଯୋଉଠି ସେ ମନା କଲା, କହିଲା ନା ନାଇଁ ଭଲ ମନ୍ଦ ଏଇଟା ନେବା, ମୁଁ ନେଇଯାଇଛି ନା। ନହେଲେ ମୁଁ ଏତେ ଟଙ୍କା ଦେଇ ଭାରି ବାଧୁଛି ଜାଣିଛୁ। ମୁଁ କମ୍ ଚଳିଯାଇଛି, ମୋ ସାଙ୍ଗମାନେ କମ୍ ପଇସା ନେଇଛନ୍ତି ଭାବୁଛି, ମୁଁ କମସେ କମ୍ ମୋ ସାଙ୍ଗମାନେ 20-30,000 ଟଙ୍କା ମୋତେ ବି ହିସାବ କରିଛି। ଆଜିକା ଡେଟ୍ରେ ବର୍ଷେ 2 ବର୍ଷ ହେଲାଣି ଆଉ ଟଙ୍କାଟା ଯିଏ ମାଗୁଛି ମୋବାଇଲ ନାହିଁ। ଆମେ ଯେତେ ବଡ଼ ହଇରାଣ ହେଇଥା, ମୁଁ ଦେବି ମାନେ ଦେବିନି କାହାକୁ। ପଇସା ନ ମାଗିକି କାହିଁ ଦେବି ତମକୁ, 20 ଥର ମାଗିଲେ ବି କୋଉ ମିଳୁନି। ଯେତେ ବଡ଼ ଯିଏ ହଇରାଣ ହେଇଥାଉ ଗାଣ୍ଡି ମରିଯାଆନ୍ତୁ କିନ୍ତୁ ମୁଁ ଦେବିନି। ଗାଡ଼ି ଯୋଉ କିଣିକି ଗାଡ଼ି ସବୁ ଆଣିକି ଖାଇଦବୁ, ସେ ଗାଡ଼ିରେ ତେଲ ପକେଇ କେମିତି ଯାଇହବ। ଖାଲି ଘରେ ରହିବ, ଯିବା ବୁଲା ହବ ସଉକ ଆଉ। ଗାଡ଼ି ଟିକେ ନଚଲେଇଲେ ଗୋଟେ ଭଲ ଲାଗିବନି। ଅଛି ତା ବାପା ବଇଛି ପଦାରେ। କଣ କରେ କେଜାଣି। ମତେ ଦେଖନ୍ତୁ ଗାଇସ୍, କମ୍ପ୍ଲିଟ୍ ହେଇଗଲା। କମ୍ପ୍ଲିଟ୍ ହେଇଗଲା ରୁମ୍ କାମ। କାମ ପୁରା କମ୍ପ୍ଲିଟ୍। ବର୍ଷା ହେଇକି ଦେଖନ୍ତୁ ବାଟ କେମିତି ହେଇଗଲା। କାମ ଉପରେ ଛୁଟି କରିବା ବାହାର କରିନି, ଛୁଟି କରି ସବୁ ଛିଡ଼ା ହେଇଛୁ ଆଉ କଣ କରିବୁ, ବର୍ଷା ହେଇଯାଇଛି। ବର୍ଷା ବି ଏବେ ସୁଦ୍ଧା ହଉଛି। ଇଞ୍ଜିନିୟରିଂ କଲେଜ